ହାଏ ସାଙ୍ଗମାନେ, ଆଜି ଆମେ ମାର୍ଗଶିର ଗୁରୁବାର ସ୍ପେଶିଆଲ ମିଠା ଖେଚୁଡ଼ି ବନେଇବା। ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିବା। ମୁଁ ଏଠି ନେଇଛି 2 ଚାମଚ ଘିଅ। ଏଠି ପକେଇଛି ତେଜପତ୍ର, ଡାଲଚିନି, ଚକ୍ରଫୁଲ, ଅଳେଇଚ, ଲବଙ୍ଗ। ଆକୁ ଟିକେ ଭାଜିଦେବା ଆମେ। ଯଦି ଆପଣମାନଙ୍କୁ ମୋ ରେସିପି ଭଲ ଲାଗୁଛି ତ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିନିଅନ୍ତୁ ପ୍ଲିଜ୍। ଏଠି ମୁଁ ନେଇଛି ଡ୍ରାଇ ଫ୍ରୁଟ୍ସରେ କାଜୁ ଓ କିସମିସ୍। ସେଗୁଡ଼ାକ ବି ଟିକେ ଫ୍ରାଏ କରି ନେବା। ସେଥିରେ ମୁଁ 1.5 ଗ୍ଲାସ୍ ଚାଉଳ ନେଇଛି। ସେ ଚାଉଳକୁ ବି ଘିଅରେ ଭାଜି ନେବା। ଏଥିରେ ମୁଁ ପକେଇଲି ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ ସ୍ୱାଦ ହିସାବରେ ଲୁଣ। ଏସବୁକୁ ଆମେ ମିଶାଇ ନେବା। ଆପଣମାନେ ବି ତୃତୀୟ ପାଳି ଗୁରୁବାରରେ ସବୁ ଘରେ କ'ଣ କ'ଣ ବନେଇଲେ ସବୁ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଏଠି ମୁଁ ନେଇଛି 1.5 ଗ୍ଲାସ୍ ଚାଉଳକୁ 3 ଗ୍ଲାସ୍ ପାଣି ଭଲ ଭାବେ ମିଶାଇ ନେବା। ଏଠି ମୁଁ ନଡ଼ିଆକୁ ଛୋଟ ଛୋଟ ଖଣ୍ଡ କରିକି ପକେଇଦେଲି। ମୁଁ ତ ଏମିତି ହିଁ ସିମ୍ପଲ୍ ଭାବରେ ଖେଚୁଡ଼ି ବନେଇଥାଏ। ଆପଣମାନେ ସବୁ କେଉଁ ପ୍ରକାରରେ ବନାନ୍ତି, କ'ଣ କ'ଣ ପକେଇଥାନ୍ତି ମୋ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ମୁଁ ଏଠି 3ଟା ସିଟି ପରେ ଗ୍ୟାସ୍ ଅଫ୍ କରିଦେଇଥିଲି। ଦେଖନ୍ତୁ ଏଠି ଆମ ଖେଚୁଡ଼ି କେତେ ସୁନ୍ଦର ଭାବରେ ରେଡ଼ି ହେଇଯାଇଛି। ମୋ ରେସିପିଟା ଆପଣ ସମସ୍ତଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ମତାମତ ଦିଅନ୍ତୁ। ଏଠି ଆମେ ଚିନି ପକେଇକି ଘାଣ୍ଟି ଦେବା। ଏଇ ରେସିପିକୁ ବି ଗୋଟେ ଥର ଟ୍ରାଏ କରନ୍ତୁ ଆଉ କେମିତି ଲାଗିଲା ମୋ କମେଣ୍ଟ ବକ୍ସରେ କୁହନ୍ତୁ। ଏଠି ମୁଁ ମାଙ୍କ ଭୋଗ ପାଇଁ ସଜେଇ ନେଇଛି। ଆଉ ଥରେ ମିଶିବା ଆଉ ଗୋଟେ ରେସିପିରେ। ସମସ୍ତଙ୍କୁ ମୋ ବାଏ।